ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ଭୁବନପଶି ଗ୍ରାମର ଚାଷୀ ଇନ୍ଦ୍ରମଣି ବାରିକ ଚଳିତ ବର୍ଷ ତା ଚାଷ ଜମିରେ ଆଦଭେଣ୍ଟା ଧାନ ଚାଷ କରିଥିଲେ। ପାଚିଲା ଧାନକୁ କାଟି ଖଳାରେ ଧାନ ବିଡ଼ାକୁ ଗଚ୍ଛିତ ରଖିଥିଲେ। କିଛି ଧାନକୁ ଅମଳ କରି ବସ୍ତାରେ ଭର୍ତ୍ତି କରି ଖଳାରେ ରଖିଥିଲେ। କୌଣସି କାରଣ ବର୍ଷତ ଖଳାରେ ଗଚ୍ଛିତ ରହିଥିବା ଧାନ ବିଡ଼ାରେ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ଧାନ ବିଡ଼ାରେ ଲାଗିଥିବା ନିଆଁକୁ ଦେଖି ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁକୁ ଆୟତ୍ତ କରିପାରିନଥିଲେ। ଧାନ ଗଦାରେ ନିଆଁ ଲାଗିଥିବା ସମ୍ପର୍କରେ ଝୁମ୍ପୁରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଧାନ ଗଦାରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତିକିବେଳେ ଚାଷୀ ଇନ୍ଦ୍ରମଣିଙ୍କ 400ରୁ ଊର୍ଦ୍ଧ୍ୱ ଧାନ ବିଡ଼ା ସହିତ 7 ବସ୍ତାରୁ ଅଧିକ ଧାନ ନିଆଁରେ ପୋଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଚାଷୀର ସମସ୍ତ ଧାନ ବିଡ଼ା ପୋଡ଼ି ଯାଇଥିବାରୁ ବର୍ଷଯାକ ପରିବାରକୁ କିପରି ଖାଦ୍ୟ ଯୋଗାଇବେ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।